ବର୍ଷା ଦିନରେ ମାନେ ଡ୍ରେନ୍ ଯେମିତି ଓଭରଫ୍ଲୋ ପୁରା ଗୋଟେ ନଈ ଘର ପାଖରେ ପୁରା ଯାଇକି ପହଞ୍ଚୁଛି ପାଣି ମେନ୍ ଜାଗାରେ ଯାଇକି ଆମେ ଜଳବନ୍ଦୀ ଅବସ୍ଥାରେ। ଆଉ ତାହେଲେ ଭୁବନେଶ୍ୱରରେ ଆମେ ଜାଗା କିଣିକି ଘର କରିବୁ କାହିଁକି? ଜାଗାଟା ଅଳ୍ପ ଦାମୀ କୋଟି କୋଟି ଟଙ୍କାର ଜାଗା କିଣିଛୁ, ଦେଖିଲା ବେଳକୁ ଆମ ଘର ଦୁଆର ମୁହଁରେ ପାଣି। ଆମେ ବର୍ଷା ଡ୍ରେନ୍ ଖୋଲା ମେଲା ଫୁଙ୍ଗୁଳା ପୁରା ଚାରିଆଡ଼େ ପୁରା ପାଣି ନଈ ଭଳିଆ ଭାସୁଛି। 20-25 ବର୍ଷ ହେଲା ଆମେ ବିଏମସି ଧାଇଁ 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 ଦେଇ ଲକ୍ଷେ ଇଞ୍ଜିନିୟର ଗଲେଣି। ଏବେ ଆଙ୍କୁ ଧଇଲୁ କେତେ ପାଖକୁ ଯାଇକି ନେଉରା ହେଇକି କହିକି ସବୁ ପ୍ରକାର ପେପର ସବୁ ପ୍ରକାର ଦେଇକି ବି ଆପଣ ଆମର ଆସନ୍ତୁ ଲ୍ୟାଣ୍ଡ ଆମେ ଦଉଛୁ ଡ୍ରେନ୍ଟା କରନ୍ତୁ, ସିଏ ବି ହେଇପାରୁନି ନା। ବିଏମସି ପାଖରେ ପଇସା ନାହିଁ, ଗଭର୍ଣ୍ଣମେଣ୍ଟ ପାଖରେ 24 ବର୍ଷ ରହିଲ କ'ଣଟା ତାହେଲେ କରୁଛ କ'ଣ? କର୍ପୋରେଟର ଭଳିଆ ସୁନାମୁଣ୍ଡା କେହି ନାହାନ୍ତି। କର୍ପୋରେଟର ତ ତାର ପଇସା ହେଲେ କରିବ ନା। କର୍ପୋରେଟର ପଇସା କାହିଁ? ଯେଉଁ ଯେତିକି ପଇସା ହେଇଛି ସେ ଯେଉଁ ଶବର ସାହି ଭଳିଆ ଏରିଆ ଯେଉଁ ଆମ ସେଠି ବି ଆମ ଘର, ଏପଟେ ସେପଟେ ବାପଘର, ଏପଟେ ମୋ ଘର, ସେପଟେ ପୁରା ପାଣି ଅଣ୍ଟେ ଅଣ୍ଟେ ଗାଡ଼ି ଫାଡ଼ି ଭାସି ଯାଉଥିଲା। ସେଇ ଜାଗାଟାକୁ ପାଇଁଆ ଲାଗି ପାତିକି ଯାଉ ସେଇ ଜାଗାଟା କରିଛନ୍ତି ବୋଲି ଏବେ ପାଣି ଲୋକ ଜାଣିପାରୁନାହାନ୍ତି। କିନ୍ତୁ ଏପଟୁ ଯେଉଁ ପାଣି ଖୋଲାରେ ଡ୍ରେନ୍ଟା ଓପନ୍ ହେଇଯାଇଛି, ସେଠି ପାଣି ଯେଉଁ ପୁରା ମାନେ ନଈ ଏଣ୍ଟାୟାର ଭୁବନେଶ୍ୱରର ପାଣି ପୁରା ଆସୁଛି ସେଇପଟେ 6 ନମ୍ବର ଡ୍ରେନ୍ ଯେଉଁଠି ଖୋଲା ସେଇଠି ପୁରା ଚାରିଆଡ଼େ ହେଉଛି ପୁରା ନଈ ଭଳିଆ। ସେ ପାଣିଟା ପୁରା ଯାଉଛି ପୁରା ଆମ ଦୁଆର ପର୍ଯ୍ୟନ୍ତ। ପାଣି ମାନେ ଅଣ୍ଟେ ଅଣ୍ଟେ ପାଣି। କେମିତି ଆମେ ରହିବୁ କେମିତି? ଆମେ 15-20 ବର୍ଷ ହେଲାଣି ବାରମ୍ବାର ବିଏମସି ଯାଇ ୟାକୁ କହି ତାକୁ କହି କିଛି ଲାଭ ହେଉନି। ଏବେ ଆସିଥିଲେ ସାଇ ଫୋନ୍ ଦେଖିଲେ ଡ୍ରେନ୍ ଚାଲୁନାହାନ୍ତି। ମୁଁ ତ ସେଇଥିପାଇଁ ଆସିଛି। ମୁଁ ସେଇ ବାବାଇକି ମୁଁ କହିବି ଚାଲନ୍ତୁ ଆପଣ ଆମ ଡ୍ରେନ୍ଟା ଦେଖିବେ ଆଗ, ୟାକୁ କରିବେ। ସବୁଠି ଲ୍ୟାଣ୍ଡ ଆକ୍ୱିଜିସନ୍ ନହେଲେ କିଛି କରିବେନି। ଆମେ ତ କହୁଛେ ଲ୍ୟାଣ୍ଡ ନିଅ କର। ଆମର ଲ୍ୟାଣ୍ଡ କୋଟି କୋଟି ଟଙ୍କାର ଲୋକ ବି ଛାଡ଼ୁଛନ୍ତି, କହୁଛନ୍ତି ହଁ ଆମେ ଦେବୁ। ଡ୍ରେନ୍ଟା ହେଇଗଲେ ସମସ୍ତଙ୍କର ସୁବିଧା ନା, କିନ୍ତୁ ଏପର୍ଯ୍ୟନ୍ତ ହେଇପାରୁନି। ଏବେ କ'ଣ କହିବେ ସେମାନେ? ତାଙ୍କର ମେୟର ଆସିଛନ୍ତି, MLA ଆସିଛନ୍ତି, ଆଉ ଯେଉଁ ଆମର କର୍ପୋରେଟର ତ ସବୁବେଳେ ଆମ ସାଙ୍ଗରେ ଅଛନ୍ତି। ତାଙ୍କ ଭଳିଆ କର୍ପୋରେଟର କେହି ଗୋଟେ ମାନେ ଏରିଆରେ ଆମେ ପାଇବୁନି ସବୁ ମୁହୂର୍ତ୍ତରେ ସେ। କିନ୍ତୁ ତାଙ୍କୁ ସହଯୋଗ ହେଲେ ସିନା ଗୋଟେ କାମ କରିବେ, ପଇସା ହେଲେ ସିନା ସେ କାମ କରିବେ। ତାଙ୍କ ହାତକୁ ପଇସା ନେଲେ ସେ କେମିତି କାମ କରିବେ? ସେଇ ଅଛି ପ୍ରୋବ୍ଲେମ୍। କେହି ଜାଣି ହବ କି ନ ହବ, ମୁଁ ସେଇଟା କେମିତି ଆଶାବାଦୀ କେମିତି ହେବି? ଆମର ନହେଲା ପର୍ଯ୍ୟନ୍ତ ଆମେ ଆଶାବାଦୀ କେମିତି ହବ? ନହେଲା ପର୍ଯ୍ୟନ୍ତ କିଛି ହେଲା। 24 ବର୍ଷ ତ କହିକା ଆଶାବାଦୀ ଥିଲୁ, ନିରାଶ ହେଲୁ। ଆଉ ଏମାନେ କରିବେ କି ନ କରିବେ କି?